ବଡ଼ଦିନ ପର୍ବ ପାଇଁ ଚଳଚଞ୍ଚଳ ଶ୍ରୀକ୍ଷେତ୍ର ଲକ୍ଷ ଲକ୍ଷ ଭକ୍ତ ଓ ପର୍ଯ୍ୟଟକଙ୍କ ଗହଳି ଜମିଲାଣି। ନୂଆବର୍ଷ ପାଇଁ ବି ପୁରୀର ବିସ୍ତୀର୍ଣ୍ଣ ସମୁଦ୍ର ବେଳାଭୂମିରେ ଆକର୍ଷଣୀୟ ବାଲୁକା କଳା ପ୍ରଦର୍ଶନୀ। ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ମାନସ ସାହୁ ବଡ଼ଦିନ ଉପଲକ୍ଷେ ପୁରୀ ଲାଇଟ୍ ହାଉସ୍ ବେଳାଭୂମିରେ ଗଢ଼ିଛନ୍ତି ଆକର୍ଷଣୀୟ ବାଲୁକା ମୂର୍ତ୍ତି। ମାନସ ସାହୁ ସ୍ୟାଣ୍ଡ ଆର୍ଟ ପାର୍କରେ ବାଲୁକା କଳା ନିର୍ମାଣ କରିଛନ୍ତି। ଏହି ବାଲୁକା କଳାରେ ସାରା ବିଶ୍ୱକୁ ମେରି ଖ୍ରୀଷ୍ଟମାସର ବାର୍ତ୍ତା ଦେଇଛନ୍ତି। ଏହି ପାର୍କରେ ବଡ଼ଦିନ ଉପଲକ୍ଷେ ସେ 3ଟି ମୂର୍ତ୍ତି କରିଛନ୍ତି। ତାଙ୍କର ସମସ୍ତ ବାଲୁକା କଳାରେ ସାରା ବିଶ୍ୱକୁ ବାର୍ତ୍ତା ଦେଇଛନ୍ତି, ଯେଉଁଥିରେ ସେଭ୍ ନେଚର ତ କେଉଁଥିରେ ୱାର୍ଲଡ ପିସ୍ର ବାର୍ତ୍ତା ଦେଇଛନ୍ତି। ତେବେ ବାଲୁକା କଳା ପ୍ରଦର୍ଶନୀକୁ ଆକର୍ଷଣୀୟ ଭାବେ ଗଢ଼ିବା ପାଇଁ ମାନସ ସାହୁଙ୍କୁ ଲାଗିଥିଲା 10 ଦିନ। ସେଥିମଧ୍ୟରୁ ସାନ୍ତାକ୍ଲଜ ବାଲୁକା ମୂର୍ତ୍ତିଟିକୁ ମାନସ ସାହୁଙ୍କୁ 7 ଘଣ୍ଟା ସମୟ ଲାଗିଥିଲା। ଏହି ସାନ୍ତାକ୍ଲଜ ମୂର୍ତ୍ତିଟି 15 ଫୁଟ ଓସାର ଏବଂ 5 ଫୁଟ ଉଚ୍ଚତା ବିଶିଷ୍ଟ। ଏଥିରେ 2 ଟନ ବାଲି ଉପଯୋଗ କରାଯାଇଛି। पुरी लाइट हाउस बेलाभूमि रे मेरी क्रिसमस उपरे बड़दिन अवसर रे आमे सैंड स्कल्पचर टी करिछु। समस्त दर्शक माननकु बड़दिन अनेक अनेक शुभेच्छा एवं अभिनंदन। मेरी क्रिसमस एवं ए सैंड स्कल्पचर प्राय 7 घंटा लगिथिला हमकु करिया पे। कलरफुल सैंड आर्ट टी एवं डिफरेंट डिफरेंट टाइप रो आपनको सैंड स्कल्पचर मानस साहू सैंड आर्ट पार्क रे देखिया को मिलिबो। मो एबे बेलाभूमि बुलिया आसଥିଲି। एठी अकस्मात सैंड आर्ट देखि मो अत्यंत खुशी अछि। एठी अत्यंत कलरफुल सैंड आर्ट अछि, तो एठी आपण बुलिया आसबे। संजय महापात्र रिपोर्ट, महाभारत लाइव।